ଏଲେନ୍ ସିରାକଙ୍କର ପ୍ରଜ୍ଞା ପୁସ୍ତକ ଅଧ୍ୟାୟ 34। ସ୍ୱପ୍ନ ସବୁ। ଜଣେ ବୁଦ୍ଧିହୀନ ବ୍ୟକ୍ତି ବ୍ୟର୍ଥ ତଥା ପ୍ରବଞ୍ଚନାତ୍ମକ ପ୍ରତ୍ୟାଶାରେ ଆସ୍ଥା ସ୍ଥାପନ କରେ। ସ୍ୱପ୍ନ ସବୁ ନିର୍ବୋଧମାନଙ୍କୁ ପକ୍ଷ ପ୍ରଦାନ କରେ। ଯିଏ ସ୍ୱପ୍ନ ସବୁରେ ଆଶ୍ରୟ ନିଏ, ଛାୟାକୁ ଧରୁଥିବା ଓ ବାୟୁ ପ୍ରବାହର ପଶ୍ଚାଧାବନ କରୁଥିବା ଜଣେ ବ୍ୟକ୍ତି ସଦୃଶ୍ୟ ଅଟେ। ସ୍ୱପ୍ନରେ ଯେଉଁ ଦର୍ଶନ ପ୍ରାପ୍ତ, ତାହା ନିଜ ମୁଖର ଏକ ପ୍ରତିଫଳନ ମାତ୍ର। ଅଶୁଦ୍ଧ ବସ୍ତୁଠାରୁ କ'ଣ କୌଣସି ଶୁଦ୍ଧତା ଆଶା କରାଯାଏ ଓ ଅସତ୍ୟ କାର୍ଯ୍ୟରେ କ'ଣ କିଛି ସତ୍ୟତା ଥାଏ? ପ୍ରସବ ବେଦନାଗ୍ରସ୍ତା ନାରୀର ମନ ଯେପରି ଭାବନାପୂର୍ଣ୍ଣ, ସେହିପରି ଗୁପ୍ତ ତଥ୍ୟର ସନ୍ଧାନ ଶକୁନ ତଥା ସ୍ୱପ୍ନ ମୂଢ଼ତା ଅଟେ। ପରାତ୍ପରଙ୍କ ପରିଦର୍ଶନ ଗୁଡ଼ିକ ସାଦୃଶ୍ୟରେ ସେ ସମସ୍ତ ଯଦି ପଠାଯାଇ ନଥାଏ, ତେବେ ସେଗୁଡ଼ିକୁ ଅବହେଳା କର। କାରଣ ସ୍ୱପ୍ନଗୁଡ଼ିକ ଅନେକଙ୍କୁ ପ୍ରବଞ୍ଚିତ କରିଅଛି। ଯେଉଁମାନେ ସେଗୁଡ଼ିକରେ ଆସ୍ଥା ସ୍ଥାପନ କରିଥିଲେ, ସେମାନେ ପରାଜିତ ହୋଇଛନ୍ତି। ତଦ୍ରୂପ ପ୍ରବଞ୍ଚନା ବ୍ୟତୀତ ବିଧାନ ପାଳିତ ହୋଇପାରେ। ସତ୍ୟପରାୟଣ ଅଧରରେ ପ୍ରଜ୍ଞାର ପରିପୂର୍ଣ୍ଣତା ପ୍ରାପ୍ତ ହୁଏ। ଯାତ୍ରା। ଜଣେ ଶିକ୍ଷିତ ଲୋକକୁ ବହୁ ବିଷୟ ଜଣା ଓ ଜଣେ ଅଭିଜ୍ଞ ବ୍ୟକ୍ତି ବୃଦ୍ଧି ପୂର୍ବକ କଥାବାର୍ତ୍ତା କରେ। ଜଣେ ଅନଭିଜ୍ଞ ବ୍ୟକ୍ତିକୁ କେବଳ ଅଳ୍ପ କାର୍ଯ୍ୟ ଜଣା, କିନ୍ତୁ ଜଣେ ଯାତ୍ରୀ ପ୍ରବୀଣତା ଅର୍ଜନ କରେ। ଯାତ୍ରା ମଧ୍ୟରେ ମୁଁ ବହୁ କାର୍ଯ୍ୟ ଦେଖିଅଛି ଓ ଜଣାଇ ପାରୁଥିବା ଅପେକ୍ଷା ଅଧିକ କାର୍ଯ୍ୟ ମୁଁ ଲାଭ କରିଅଛି। ମୁଁ ବହୁବାର ମୃତ୍ୟୁ ବିପନ୍ନାପନ୍ନ ହୋଇଛି, କିନ୍ତୁ ଏପରି ଅଭିଜ୍ଞତା ସକଳ ଯୋଗୁଁ ମୁଁ ସେ ସମସ୍ତରୁ ରକ୍ଷା ପାଇଅଛି। ଈଶ୍ୱର ଭକ୍ତି। ଯେଉଁମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରନ୍ତି, ସେମାନଙ୍କ ଆତ୍ମା ଜୀବିତ ରହିବ, କାରଣ ସେମାନଙ୍କ ପ୍ରତ୍ୟାଶା ସେମାନଙ୍କର ରକ୍ଷକଙ୍କଠାରେ ସ୍ଥାପିତ। ଯିଏ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରେ, ସେ ଭୀତ କିମ୍ବା ଭୀରୁ ହେବ ନାହିଁ, କାରଣ ସେ ହିଁ ତା'ର ପ୍ରତ୍ୟାଶା। ଯିଏ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରେ, ତା'ର ଆତ୍ମା ଧନ୍ୟ। ସେ କାହା ଉପରେ ନିର୍ଭର କରେ ଓ କିଏ ତା'ର ଆଶ୍ରୟ? ଯେଉଁମାନେ ତାହାକୁ ସ୍ନେହ କରନ୍ତି, ସେମାନଙ୍କୁ ପ୍ରଭୁଙ୍କ ଚକ୍ଷୁ ନିରୀକ୍ଷଣ କରେ। ସେମାନଙ୍କ ପ୍ରତି ଶକ୍ତିଶାଳୀ ସଂରକ୍ଷଣ ଓ ଦୃଢ଼ ସମର୍ଥନ, ଉତ୍ତପ୍ତ ବାୟୁ ପ୍ରବାହରୁ ଏକ ଆଶ୍ରୟ ଓ ମଧ୍ୟାହ୍ନ ସୂର୍ଯ୍ୟରୁ ଏକ ଛାୟା, ପଦସ୍ଖଳନ ବିରୁଦ୍ଧରେ ଏକ ସଂରକ୍ଷଣ ଓ ପତନ ବିରୁଦ୍ଧରେ ଏକ ରକ୍ଷା ସେ ଅଟନ୍ତି। ସେ ଆତ୍ମାକୁ ଉଦ୍ଦୀପ୍ତ କରନ୍ତି ଓ ଚକ୍ଷୁକୁ ଦୀପ୍ତି ପ୍ରଦାନ କରନ୍ତି। ସେ ସୁସ୍ଥତା, ଜୀବନ ତଥା ଆଶୀଷ ଦାନ କରନ୍ତି। ନୈବେଦ୍ୟ ଉତ୍ସର୍ଗ। ଅନ୍ୟାୟରେ ଲଭ୍ୟ ବସ୍ତୁର ନୈବେଦ୍ୟ ଉତ୍ସର୍ଗ କଳଙ୍କିତ ଓ ଅଧର୍ମୀମାନଙ୍କ ଉପହାର ସବୁ ଅଗ୍ରାହ୍ୟ। ଅଧାର୍ମିକମାନଙ୍କ ନୈବେଦ୍ୟ ଉତ୍ସର୍ଗ ପ୍ରତି ପରାତ୍ପର ସନ୍ତୁଷ୍ଟ ହୁଅନ୍ତି ନାହିଁ ଓ ଅନେକ ବଳି ଉତ୍ସର୍ଗରେ ପାପ ମୋଚନ ପ୍ରାପ୍ତ ହୁଏ ନାହିଁ। ଦରିଦ୍ର ବ୍ୟକ୍ତିର ବସ୍ତୁ ଦ୍ରବ୍ୟ ନେଇ ଯିଏ ନୈବେଦ୍ୟ ଉତ୍ସର୍ଗ କରେ, ସେ ପିତାଙ୍କ ଦୃଷ୍ଟିରେ ପୁତ୍ରକୁ ନିଧନ କରୁଥିବା ବ୍ୟକ୍ତି ସଦୃଶ୍ୟ ଅଟେ। ଏକ ନିର୍ଧନ ବ୍ୟକ୍ତିର ସ୍ୱଳ୍ପ ଆହାର ତା'ର ଜୀବନ। ଯିଏ ତାକୁ ସେଥିରୁ ବଞ୍ଚିତ କରେ, ସେ ଏକ ରକ୍ତପାତୀ ଅଟେ। ପ୍ରତିବେଶୀର ଜୀବିକାକୁ ଅପହରଣ କରିବା ତାକୁ ନିଧନ କରିବା ସଦୃଶ ବିଷୟ। ଶ୍ରମିକକୁ ତା'ର ବେତନରୁ ବଞ୍ଚିତ କରିବା ରକ୍ତପାତ ତୁଲ୍ୟ ଏକ କାର୍ଯ୍ୟ। ଜଣେ ବ୍ୟକ୍ତି ଯେବେ ନିର୍ମାଣ କରେ ଓ ଅନ୍ୟ ଜଣେ ତାହାକୁ ବିଧ୍ୱସ୍ତ କରେ, କଠିନ ପରିଶ୍ରମ ବ୍ୟତୀତ ଅନ୍ୟ କ'ଣ ସେଥିରୁ ସେମାନେ ଲାଭ କରନ୍ତି? ଜଣେ ବ୍ୟକ୍ତି ଯେବେ ପ୍ରାର୍ଥନା କରେ ଓ ଅନ୍ୟ ଜଣେ ଅଭିଶାପ ଦିଏ, ସେମାନଙ୍କ ମଧ୍ୟରୁ କାହାର ସ୍ୱର ପ୍ରଭୁ ଶୁଣିବେ?
ମୃତ ଶରୀର ସ୍ପର୍ଶ ପରେ କେହି ଯଦି ନିଜକୁ ଧୌତ କରେ ଓ ତତ୍ପରେ ସେ ଯଦି ତାହା ପୁନର୍ବାର ସ୍ପର୍ଶ କରେ, ତେବେ ସେହି କ୍ଷାଳନ ଯୋଗୁଁ ତା'ର କ'ଣ ବା ଲାଭ ହେଲା? ସେହିପରି ସ୍ୱକୃତ ପାପମୋଚନ ପାଇଁ ଉପବାସ କଲା ପରେ କେହି ଯଦି ପୁନରାୟ ସେହି ପାପ କରେ, ତେବେ କିଏ ତା'ର ପ୍ରାର୍ଥନା ଶୁଣିବ? ଓ ନିଜକୁ ବିନୀତ କରିଥିବା ଯୋଗୁଁ ତା'ର କ'ଣ ବା ଲାଭ ହେଲା? ଅଧ୍ୟାୟ 35 ବିଧାନ ପାଳନ ତଥା ନୈବେଦ୍ୟ ଉତ୍ସର୍ଗ। ଯିଏ ବିଧାନ ପାଳନ କରେ ସେ ଅନେକ ନୈବେଦ୍ୟ ଉତ୍ସର୍ଗ କରେ ଓ ଯିଏ ଆଜ୍ଞାବଳୀର ଅନୁଗତ ହୁଏ ସେ ଶାନ୍ତି ବଳି ଉତ୍ସର୍ଗ କରେ। ଯିଏ କରୁଣାକୁ କରୁଣା ଦ୍ୱାରା ପ୍ରତିଦାନ କରେ ସେ ଶସ୍ୟ ବଳି ଉତ୍ସର୍ଗ କରେ ଓ ଯିଏ ଦାନ ଧର୍ମ କରେ ସେ କୃତଜ୍ଞତାତ୍ମକ ବଳି ଉତ୍ସର୍ଗ କରେ। ଦୁଷ୍ଟତାରୁ ଦୂରେଇ ରହିବା ପ୍ରଭୁଙ୍କ ସନ୍ନିଧାନରେ ପ୍ରୀତିକର ଓ ଅଧର୍ମ ବର୍ଜନ ଏକ ପାପ ପରିହାର ବଳି ଅଟେ। ରିକ୍ତ ହସ୍ତରେ ପ୍ରଭୁଙ୍କ ସନ୍ନିଧାନକୁ ଆସ ନାହିଁ, କାରଣ ଆଜ୍ଞାବଳୀର ନିର୍ଦ୍ଦେଶନା ଯାଇ ଏ ସମସ୍ତ କରିବା ଆବଶ୍ୟକ। ନୀତିନିଷ୍ଠ ବ୍ୟକ୍ତିର ନୈବେଦ୍ୟ ବଳିପୀଠ ଲେପନ କରେ ଓ ତାହାର ପ୍ରୀତିକର ସୁରଭି ପରାତ୍ପରଙ୍କ ସନ୍ନିଧାନକୁ ଉଠେ। ନୀତିନିଷ୍ଠ ବ୍ୟକ୍ତିର ନୈବେଦ୍ୟ ସୁଗ୍ରାହ୍ୟ ଓ ତା'ର ସ୍ମୃତି ବିସ୍ମୃତ ହେବ। ଉପହାର ଅର୍ପଣ କରି ପ୍ରଭୁଙ୍କୁ ମହିମାନ୍ୱିତ କର ଓ ନିଜ ପରିଶ୍ରମର ଆଦ୍ୟଫଳ ସମର୍ପଣ କରିବା ପାଇଁ କୃପଣ ହୁଅ ନାହିଁ। ଏକ ସୁପ୍ରସନ୍ନ ବଦନ ପ୍ରଦର୍ଶନ ପୂର୍ବକ ସମସ୍ତ ଉପହାର ଅର୍ପଣ କର ଓ ସନ୍ତୋଷର ସହ ନିଜ ଦଶମାଂଶ ଉତ୍ସର୍ଗ କର। ପରାତ୍ପର ଯେଉଁପରି ପ୍ରଦାନ କରିଛନ୍ତି ତଦନୁରୂପେ ତାହାକୁ ଫେରାଇ ଦିଅ ଓ ତୁମ ହସ୍ତ ଯେପରି ପାଇଅଛି ତଦନୁରୂପାତେ ଉଦାରତା ସହ ଦାନ କର। ଯିଏ ପ୍ରତିଫଳ ପ୍ରତିଦାନ କରନ୍ତି ସେ ଅଟନ୍ତି ପ୍ରଭୁ ଓ ସେ ତୁମକୁ ସପ୍ତ ଗୁଣରେ ପରିଶୋଧ କରିବେ। ଈଶ୍ୱରଙ୍କ ନୀତିନିଷ୍ଠା। ପ୍ରଭୁଙ୍କୁ କୌଣସି ଲାଞ୍ଚ ସମର୍ପଣ କର ନାହିଁ, କାରଣ ସେ ତାହା ଗ୍ରହଣ କରିବେ ନାହିଁ। ଅନୀତିପୂର୍ଣ୍ଣ ନୈବେଦ୍ୟରେ ଆସ୍ଥା ସ୍ଥାପନ କର ନାହିଁ, କାରଣ ପ୍ରଭୁ ହିଁ ସେହି ନ୍ୟାୟାଧୀଶ ଓ ତାହାଙ୍କ ନିକଟରେ କୌଣସି ପକ୍ଷପାତିତା ପରିଲକ୍ଷିତ ହୁଏ ନାହିଁ। ଦରିଦ୍ର ବିପକ୍ଷରେ ସେ କାହାକୁ ପକ୍ଷପାତିତା ପ୍ରଦର୍ଶନ କରିବେ ନାହିଁ ଓ ଅତ୍ୟାଚାରିତ ବ୍ୟକ୍ତିର ପ୍ରାର୍ଥନା ସେ ଶୁଣିବେ। ଅନାଥର ପ୍ରାର୍ଥନା ସେ ଅବହେଳା କରିବେ ନାହିଁ କିମ୍ବା ବିଧବାର ଅଭିଯୋଗକୁ ଅବମାନନା କରିବେ ନାହିଁ। ଯେଉଁମାନେ ତା'ର ଅଶ୍ରୁପାତର କାରଣ ହୋଇଥିଲେ ସେମାନଙ୍କ ବିରୁଦ୍ଧରେ ସେ ଯେବେ କ୍ରନ୍ଦନ କରିବ, ତେବେ ତା'ର ଅଶ୍ରୁ କ'ଣ ତା'ର ଗାଲ ଦେଇ ପ୍ରବାହିତ ହେଉନାହିଁ? ଯିଏ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରୀତିକର ପରିଚର୍ଯା କରେ ସେ ସୁଗ୍ରାହ୍ୟ ହେବ ଓ ତା'ର ପ୍ରାର୍ଥନା ମେଘମାଳା ପର୍ଯ୍ୟନ୍ତ ଆସି ପହଞ୍ଚିବ। ବିନମ୍ର ବ୍ୟକ୍ତିର ପ୍ରାର୍ଥନା ମେଘମାଳା ଭେଦ କରିବ, ତାହା ପ୍ରଭୁଙ୍କର ସନ୍ନିଧାନରେ ଆସି ପହଞ୍ଚିବା ପର୍ଯ୍ୟନ୍ତ ସେ ଆଶ୍ୱସ୍ତି ଲାଭ କରିବ ନାହିଁ। ପରିଦର୍ଶନ କରି ଯେ ପର୍ଯ୍ୟନ୍ତ ପରାତ୍ପର ନୀତିନିଷ୍ଠଙ୍କ ସପକ୍ଷରେ ନ୍ୟାୟ ବିଚାର କରିନାହାନ୍ତି ଓ ନ୍ୟାୟୋଚିତ ରାୟ ଘୋଷଣା କରିନାହାନ୍ତି, ସେ ପର୍ଯ୍ୟନ୍ତ ସେ କ୍ଷାନ୍ତ ହେବ ନାହିଁ। ପ୍ରଭୁ ବିଳମ୍ବିତ ହେବେ ନାହିଁ କିମ୍ବା ସେମାନଙ୍କ ଉଦ୍ଦେଶ୍ୟରେ ଦୀର୍ଘସୂତ୍ର ହେବେ ନାହିଁ। ନିର୍ଦ୍ଦୟମାନଙ୍କ କଟିଦେଶ ସେ ବିଧ୍ୱସ୍ତ କରିବେ, ଜାତି ସମୂହ ବିପକ୍ଷରେ ସେ ପ୍ରତିଶୋଧ ନେବେ। ଉଦ୍ଧତ ବ୍ୟକ୍ତିମାନଙ୍କୁ ସେ ନିଶ୍ଚିହ୍ନ କରିବେ ଓ ଅଧାର୍ମିକମାନଙ୍କ ରାଜଦଣ୍ଡକୁ ସେ ଖଣ୍ଡ ବିଖଣ୍ଡ କରିବେ। ସେ ମନୁଷ୍ୟର କର୍ମାବଳୀ ଅନୁସାରେ ତାକୁ ଅନୁରୂପ ଓ ମନୁଷ୍ୟମାନଙ୍କର କାର୍ଯ୍ୟବଳୀ ଅନୁସାରେ ସେମାନଙ୍କୁ ସମୁଚିତ ପ୍ରତିଦାନ ପ୍ରଦାନ କରିବେ। ସେ ସ୍ୱଜନମାନଙ୍କ ସପକ୍ଷରେ ନ୍ୟାୟ ବିଚାର କରିବେ ଓ ସେହିପରି ସେ ସେମାନଙ୍କୁ ତାହାଙ୍କ କରୁଣାରେ ଆନନ୍ଦିତ କରିବେ। ଅନାବୃଷ୍ଟ ସମୟରେ ବୃଷ୍ଟିପାତ ଯେପରି ସ୍ୱାଗତ, ସେହିପରି ସେମାନଙ୍କ ଦୁର୍ଦ୍ଦଶାରେ
ତାହାଙ୍କର କରୁଣା ଆଶ୍ୱାସନାଦାୟକ ଅଟେ। ଅଧ୍ୟାୟ 36 ଇସ୍ରାଏଲର ମୁକ୍ତି ପାଇଁ ପ୍ରାର୍ଥନା। ସର୍ବସ୍ୱର ଈଶ୍ୱର ହେ ପ୍ରଭୁ, ଆମମାନଙ୍କ ପ୍ରତି କରୁଣା ପ୍ରଦର୍ଶନ କର ଓ ତୁମେ ଆମ ଉପରେ ଦୃଷ୍ଟିପାତ କର। ସମସ୍ତ ଜାତି ଯେପରି ତୁମ ପ୍ରତି ଭୟଭକ୍ତି ପ୍ରଦର୍ଶନ କରନ୍ତି, ସେଥିପାଇଁ ସେମାନଙ୍କୁ ସୁଯୋଗ ଦିଅ। ବିଦେଶୀ ଜାତିମାନଙ୍କ ବିରୁଦ୍ଧରେ ତୁମ ହସ୍ତ ଉଠାଅ ଓ ସେମାନେ ତୁମ ଶକ୍ତିକୁ ଦେଖିବାକୁ ପାଆନ୍ତୁ। ଆମଠାରେ ତୁମେ ଯେପରି ତୁମ ନିଜକୁ ସେମାନଙ୍କ ସମ୍ମୁଖରେ ପବିତ୍ର ରୂପେ ପ୍ରଦର୍ଶିତ କରିଅଛ, ସେହିପରି ସେମାନଙ୍କଠାରେ ତୁମେ ତୁମ ନିଜକୁ ଆମ ସମ୍ମୁଖରେ ଗୌରବାନ୍ୱିତ କର। ହେ ପ୍ରଭୁ, ଆମେ ଯେପରି ଆମଠାରେ ଜାଣୁ, ସେହିପରି ସେମାନେ ମଧ୍ୟ ଜାଣନ୍ତୁ ଓ ବୁଝନ୍ତୁ ଯେ ତୁମ ବ୍ୟତୀତ ଅନ୍ୟ ଈଶ୍ୱର କେହି ନାହିଁ। ନୂତନ ରୂପେ ନିଦର୍ଶନ ଗୁଡ଼ିକ ଦେଖାଅ ଓ ଅଧିକ ଅଦ୍ଭୁତ କର୍ମ କର। ତୁମ ହସ୍ତ ତଥା ଦକ୍ଷିଣ ବାହୁକୁ ଗୌରବାନ୍ୱିତ କର। ତୁମ କ୍ରୋଧ ଉତ୍ତେଜିତ କର ଓ ତୁମ କୋପ ଢାଳି ଦିଅ। ବିରୋଧୀକୁ ବିଧ୍ୱସ୍ତ କର ଓ ଶତ୍ରୁକୁ ନିଶ୍ଚିହ୍ନ କର। ଦିବସକୁ ତ୍ୱରାନ୍ୱିତ କର ଓ ପ୍ରତିଜ୍ଞା ସ୍ମରଣ କର। ତୁମ ପରାକ୍ରମୀ କର୍ମାବଳୀ ଜନତା ଘୋଷଣା କରନ୍ତୁ। ଯେଉଁମାନେ ଅବଶିଷ୍ଟ ରୁହନ୍ତି, ସେମାନେ ତୁମର ଉଗ୍ର କୋପ ଦଗ୍ଧ ହୁଅନ୍ତୁ। ଯେଉଁମାନେ ତୁମ ସ୍ୱଜନମାନଙ୍କ ବିରୁଦ୍ଧରେ ଅନିଷ୍ଟ କରନ୍ତି, ସେମାନେ ବିନାଶ ହୁଅନ୍ତୁ। ଯେଉଁମାନେ କହନ୍ତି, ଆମ ବ୍ୟତୀତ ଅନ୍ୟ କେହି ନାହିଁ, ସେହି ଶତ୍ରୁର ଶାସକମାନଙ୍କ ମସ୍ତକ ବିଧ୍ୱସ୍ତ କର। ଯାକୁବଙ୍କ ଗୋଷ୍ଠୀ ସମୂହକୁ ଏକତ୍ରିତ କର। ପ୍ରାରମ୍ଭରେ ଯେପରି ଘଟିଥିଲା, ସେହିପରି ସେମାନଙ୍କୁ ସେମାନଙ୍କ ଉତ୍ତରାଧିକାରାଂଶ ପ୍ରଦାନ କର। ହେ ପ୍ରଭୁ, ତୁମ ନାମରେ ଆହୁତ ଜନତା ପ୍ରତି କରୁଣା ପ୍ରଦର୍ଶନ କର ଓ ପ୍ରଥମଜାତ ପୁତ୍ର ରୂପେ ନାମିତ ଇସ୍ରାଏଲ ପ୍ରତି ସଦୟ ହୁଅ। ଯେଉଁଠାରେ ତୁମର ପବିତ୍ର ମନ୍ଦିର ଅବସ୍ଥାପିତ ଓ ଯାହା ତୁମ ବିଶ୍ରାମର ସ୍ଥାନ, ସେହି ଜେରୁସାଲେମ ପ୍ରତି ସଦୟ ହୁଅ। ତୁମର ଆଶ୍ଚର୍ଯ୍ୟକର କର୍ମାବଳୀ ଘୋଷଣାରେ ସିୟନକୁ ଭରିଦିଅ ଓ ତୁମ ଦେବାଳୟକୁ ତୁମ ଗୌରବରେ ପରିପୂର୍ଣ୍ଣ କର। ତୁମେ ଯେଉଁମାନଙ୍କୁ ପ୍ରାରମ୍ଭରେ ସୃଜନ କଲ, ସେମାନଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦିଅ ଓ ତୁମ ନାମରେ ପ୍ରଘୋଷିତ ପ୍ରବଚନକୁ କାର୍ଯ୍ୟକାରୀ କର। ଯେଉଁମାନେ ତୁମ ପ୍ରତି ଅପେକ୍ଷା କରନ୍ତି, ସେମାନଙ୍କୁ ପ୍ରତିଫଳ ଦେଇ ପୁରସ୍କୃତ କର ଓ ସେହିପରି ତୁମ ପ୍ରବକ୍ତାମାନଙ୍କର ବିଶ୍ୱସ୍ତତା ପ୍ରଣିପାତ କର। ହେ ପ୍ରଭୁ, ଆରୋନଙ୍କ ଜରିଆରେ ଯେଉଁ ଆଶୀଷ ତୁମ ସ୍ୱଜନମାନଙ୍କୁ ପ୍ରଦାନ କଲ, ତାହା ଅନୁସାରେ ତୁମ ଦାସମାନଙ୍କ ପ୍ରାର୍ଥନା ଶୁଣ। ତେବେ ସମସ୍ତ ପୃଥିବୀବାସୀ ଜାଣିବେ ଯେ ତୁମେ ଅଟ ପ୍ରଭୁ ଯୁଗାଧୀଶ ଈଶ୍ୱର। ଉତ୍ତମ ବିଷୟ ମନୋନୟନ। ଉଦର କୌଣସି ଆହାର ଗ୍ରହଣ କରେ ଓ କେତେକ ଖାଦ୍ୟ ଅନ୍ୟ ଅପେକ୍ଷା ଶ୍ରେଷ୍ଠତର ଅଟେ। ଆସ୍ୱାଦନ କରି ରସନେନ୍ଦ୍ରିୟ ଯେପରି ବିବିଧ ପ୍ରକାର ମାଂସ ଚିହ୍ନିପାରେ, ସେହିପରି ଜଣେ ବୁଦ୍ଧିମାନ ବ୍ୟକ୍ତି ମିଥ୍ୟା କଥା ଚିହ୍ନିପାରେ। ଏକ କୁଟିଳ ମନ ଦୁଃଖ ଘଟାଏ, କିନ୍ତୁ ଅଭିଜ୍ଞ ବ୍ୟକ୍ତି ତାହାର ବିଫଳ ଦେବାକୁ ଜାଣେ। ଜଣେ ନାରୀ ଯେକୌଣସି ପୁରୁଷକୁ ଗ୍ରହଣ କରିବ, କିନ୍ତୁ କେତେକ କନ୍ୟା ଅନ୍ୟ ଅପେକ୍ଷା ଅଧିକ ଶ୍ରେଷ୍ଠ ଅଟନ୍ତି। ନାରୀ ସୌନ୍ଦର୍ଯ୍ୟର ଦର୍ଶନ ପୁରୁଷର ମୁଖ ସନ୍ତୁଷ୍ଟ କରେ, ତାହା ଅନ୍ୟ ଯେକୌଣସି ମାନବିକ ଅଭିଳାଷକୁ ବଳିଯାଏ। ଯାହାର କଥା ଯଦି ଶାନ୍ତ ତଥା ବିନମ୍ର ଥାଏ, ତେବେ ତାର ପତି ଅନ୍ୟ ପୁରୁଷମାନଙ୍କ ସଦୃଶ ନୁହେଁ। ଯିଏ ପତ୍ନୀ ଗ୍ରହଣ କରେ, ସେ ଏକ ସମ୍ପଦ ପ୍ରାପ୍ତ ହୁଏ। ତା ପାଇଁ ସେ ଏକ ସମୁଚିତ ସହାୟିକା ଓ ଆଶ୍ରୟସ୍ତମ୍ଭ ଅଟେ। ବାଡ଼ ଦ୍ୱାରା ଘେରା ହୋଇ ନଥିବା ବସ୍ତୁ ଲୁଣ୍ଠିତ ହେବ ଓ ପତ୍ନୀ ଗ୍ରହଣ କରି ନଥିବା ଜଣେ ପୁରୁଷ ଇତସ୍ତତ ଭ୍ରମଣ କରି ଶୋକ ପ୍ରକାଶ କରିବ। ଯେଉଁ ତସ୍କର ଗୋଟିଏ ନଗରୀରୁ
ଅନ୍ୟଟିକୁ ଦ୍ରୁତ ଗମନ କରେ, ତାକୁ କିଏ ବିଶ୍ୱାସ କରିବ? ସେହିପରି ଯାହାର ଗୃହ ନଥାଏ, ଯିଏ ଇତସ୍ତତ ଭ୍ରମଣ କରେ ଓ ରାତି ଯେବେ ଉପସ୍ଥିତ, ତେବେ ଯେଉଁ ସ୍ଥାନରେ ସେ ଥାଏ ସେଠାରେ ଯିଏ ବସବାସ କରେ ତାକୁ ମଧ୍ୟ କିଏ ବିଶ୍ୱାସ କରିବ? ଅଧ୍ୟାୟ 37। କପଟୀ ବନ୍ଧୁଗଣ। ସମସ୍ତ ବନ୍ଧୁ କହିବେ, ମୁଁ ମଧ୍ୟ ତୁମର ଜଣେ ମିତ୍ର। କିନ୍ତୁ କେତେକ ବନ୍ଧୁ କେବଳ ନାମମାତ୍ର ବନ୍ଧୁ ଅଟନ୍ତି। ଜଣେ ସହଚର କିମ୍ବା ବନ୍ଧୁ ଯେବେ ଶତ୍ରୁରେ ପରିଣତ ହୁଏ, ତାହା କ'ଣ ମୃତ୍ୟୁତୁଲ୍ୟ ଦୁଃଖ ନୁହେଁ? ହେ ମନ୍ଦ କଳ୍ପନା, ତୁମେ ଯେପରି ପ୍ରବଞ୍ଚନା ଦ୍ୱାରା ପୃଥିବୀ ଭରିଦିଅ, ତନ୍ନିମନ୍ତେ ତୁମେ ବା କାହିଁକି ସଜ୍ଜିତ ହୋଇଅଛ? କେତେକ ସହଚର ଜଣେ ବନ୍ଧୁର ଭାଗ୍ୟରେ ଆନନ୍ଦିତ ହୁଅନ୍ତି, କିନ୍ତୁ ବିପଦଗ୍ରସ୍ତ ହେବା ସମୟରେ ସେମାନେ ତା'ର ବିରୋଧୀ ସଦୃଶ ପରିଣତ ହୁଅନ୍ତି। ନିଜ ଉଦର ପୂରଣ ପାଇଁ କେତେକ ସହଚର ଜଣେ ବନ୍ଧୁର ସାହାଯ୍ୟ ହୁଅନ୍ତି, କିନ୍ତୁ ଯୁଦ୍ଧ ଘଟିବା ବେଳେ ସେମାନେ ତା ସପକ୍ଷରେ ଢାଲ ଗ୍ରହଣ କରିବେ। ତୁମ ହୃଦୟରୁ ଏକ ବନ୍ଧୁକୁ ବିସ୍ମୃତ ନ ହେଉ ଓ ତୁମ ଐଶ୍ୱର୍ଯ୍ୟରେ ତା ପ୍ରତି ଅନ୍ୟମନସ୍କ ହୁଅ ନାହିଁ। ଉପଦେଶକଗଣ। ସମସ୍ତ ଉପଦେଶକ ପରାମର୍ଶ ଦିଅନ୍ତି, କିନ୍ତୁ କେତେକ ବ୍ୟକ୍ତି ସ୍ୱାର୍ଥପର ଉଦ୍ଦେଶ୍ୟରେ ପରାମର୍ଶ ଦିଅନ୍ତି। ଉପଦେଶକମାନଙ୍କ ସମ୍ପର୍କରେ ସତର୍କ ହୁଅ। ପ୍ରଥମତଃ ସନ୍ଧାନ କର ଯେ ତା'ର ଉଦ୍ଦେଶ୍ୟ ବା କ'ଣ। ହୁଏତ ତା ଲକ୍ଷ୍ୟ ସ୍ୱାର୍ଥପର ହୋଇପାରେ, ଫଳରେ ସେ ତୁମ ବିରୁଦ୍ଧରେ ଚକ୍ରାନ୍ତ କରିପାରେ। ତୁମ ପଥ ସୁଗମ ଅଟେ, ଏହିପରି କହିବା ପରେ ତୁମ ପ୍ରତି ଯାହା ଘଟିବ ତାହା ଦେଖିବା ପାଇଁ ସେ ଦୂରରେ ରହିବ। ଯିଏ ତୁମ ଉଦ୍ଦେଶ୍ୟରେ ସନ୍ଦିଗ୍ଧ ଭାବେ ଆଚରଣ କରେ, ତା'ର ଉପଦେଶ ସନ୍ଧାନ କର ନାହିଁ। ଯେଉଁମାନେ ତୁମ ବିରୁଦ୍ଧରେ ଈର୍ଷାପର, ସେମାନଙ୍କ ନିକଟରେ ତୁମ ଲକ୍ଷ୍ୟକୁ ପ୍ରକାଶ କର ନାହିଁ। ଜଣେ ନାରୀ ସହିତ ତା'ର ପ୍ରତିଯୋଗୀ ସମ୍ବନ୍ଧରେ, ଜଣେ ଭୀରୁକୁ ଯୁଦ୍ଧ ସମ୍ପର୍କରେ, ବଣିକ ସହିତ ଦରଦାମ ସମ୍ବନ୍ଧରେ, ଜଣେ କ୍ରେତାକୁ ବିକ୍ରୟ ସମ୍ବନ୍ଧରେ, କୃପଣ ବ୍ୟକ୍ତିକୁ କୃତଜ୍ଞତା ସମ୍ବନ୍ଧରେ, ନିର୍ଦ୍ଦୟ ବ୍ୟକ୍ତି ସହିତ ଦୟା ସମ୍ବନ୍ଧରେ, ଅଳସୁଆକୁ କୌଣସି ପରିଶ୍ରମ ସମ୍ବନ୍ଧରେ, ଗୋଟିଏ ବର୍ଷ ପାଇଁ ଭଡ଼ା ନେଇଥିବା ବ୍ୟକ୍ତି ସହ କର୍ମ ପରିପୂରଣ ସମ୍ବନ୍ଧରେ, ଅଳସୁଆ ସହିତ କଠିନ ପରିଶ୍ରମ ସମ୍ବନ୍ଧରେ ଆଲୋଚନା କର ନାହିଁ। ଏହିପରି ବ୍ୟକ୍ତିମାନଙ୍କର କୌଣସି ଉପଦେଶ ଉପରେ ନିର୍ଭର କର ନାହିଁ। କିନ୍ତୁ ଯିଏ ନୀତିନିଷ୍ଠ, ଯାହାକୁ ଆଜ୍ଞାବଳୀର ପାଳନ ସଦୃଶ ତୁମେ ଜାଣ, ଯାହାର ସ୍ୱଭାବ ତୁମ ସ୍ୱଭାବ ଅନୁରୂପ ଓ ଯିଏ ତୁମ ପତନ ସମୟରେ ତୁମକୁ ସହାନୁଭୂତି ଦେଖାଇବ, ତା ସହ ସର୍ବଦା ଲାଗି ରୁହ। ତୁମ ହୃଦୟ ଯେଉଁ ଉପଦେଶ ପ୍ରଦାନ କରିବ, ତାହା ଗ୍ରହଣ କର, କାରଣ ତାହା ଅପେକ୍ଷା ଅଧିକ ବିଶ୍ୱସନୀୟ କିଛି ନାହିଁ। କାରଣ ଗମ୍ବୁଜ ଉପରେ ଉପବିଷ୍ଟ ହୋଇ ଯେଉଁ 7 ଜଣ ଲୋକ ପହରା ଦିଅନ୍ତି, ସେମାନଙ୍କ ଅପେକ୍ଷା ତୁମ ହୃଦୟ କେତେକ ସମୟରେ ଉତ୍କୃଷ୍ଟତର ଉପଦେଶ ଦିଏ। ସର୍ବାପେକ୍ଷା ପରାତ୍ପର ଯେପରି ତୁମର ମାର୍ଗାବଳୀକୁ ସତ୍ୟ ପଥରେ କଢ଼ାଇ ନିଅନ୍ତି, ତନ୍ନିମନ୍ତେ ତାହାଙ୍କୁ ପ୍ରାର୍ଥନା କର। ଯଥାର୍ଥ ତଥା କପଟୀ ପ୍ରଜ୍ଞା। ଚିନ୍ତା ସର୍ବବିଧ କର୍ମର ପ୍ରାରମ୍ଭ ଓ ଆଲୋଚନା ସମସ୍ତ ଉଦ୍ୟମର ଅଗ୍ରବର୍ତ୍ତୀ। ହୃଦୟରେ ଚିନ୍ତାଧାରା ମୂଳ ବିସ୍ତାର କରେ। ଏହା 4 ଗୋଟି ଶାଖା ପ୍ରଶାଖା ବିଶିଷ୍ଟ। କୁଶଳ ତଥା ଅନିଷ୍ଟ, ଜୀବନ ତଥା ମୃତ୍ୟୁ ଓ ଜିହ୍ୱା ସର୍ବଦା ଏ ସମସ୍ତର ସାନ୍ତାଣୀ। ଜଣେ ବ୍ୟକ୍ତି ବୁଦ୍ଧିମାନ ଓ ଅନ୍ୟମାନଙ୍କ ଶିକ୍ଷକ ହୋଇପାରେ, ତଥାପି ନିଜ ବିଷୟରେ ସେ ନିଷ୍ପ୍ରୟୋଜନୀୟ ଅଟେ। ବାକ୍ଚାତୁରୀ ବିଶିଷ୍ଟ ବ୍ୟକ୍ତି ଅନ୍ୟମାନଙ୍କ ବିଦ୍ୱେଷର ପାତ୍ର ହୋଇପାରେ, ସେ ଅତିଶୟ ଦରିଦ୍ର ହେବ। କାରଣ ଯେହେତୁ ସେ ପ୍ରଜ୍ଞାରୁ ବଞ୍ଚିତ, ସେଥିସକାଶେ ପ୍ରଭୁଙ୍କଠାରୁ ସେ ଅନୁଗ୍ରହ ପ୍ରାପ୍ତ ହୋଇନାହିଁ।
ଜଣେ ବ୍ୟକ୍ତି ନିଜ ବିଷୟରେ ଜ୍ଞାନୀ ହୋଇପାରେ ଓ ତା'ର ଅଧର ନିଃସୃତ ଜ୍ଞାନ ଫଳ ବିଶ୍ୱାସନୀୟ ହୋଇପାରେ। ଜଣେ ବ୍ୟକ୍ତି ବିଜ୍ଞ ସଜ୍ଜନମାନଙ୍କୁ ଶିକ୍ଷା ଦେବ ଓ ତା'ର ଜ୍ଞାନ ଫଳ ବିଶ୍ୱସନୀୟ ହୋଇପାରେ। ଜଣେ ବିଜ୍ଞ ବ୍ୟକ୍ତି ପ୍ରଚୁର ପ୍ରଶଂସା ଭରିଯିବ ଓ ଯେଉଁମାନେ ତା'ର ଦର୍ଶନ ପାଇବେ ସେମାନେ ସମସ୍ତେ ତାକୁ ଧନ୍ୟ ରୂପେ ନାମିତ କରିବେ। ଜଣେ ବ୍ୟକ୍ତିର ଆୟୁଷ କାଳ କେବଳ ଦିନ ସମୂହ, କିନ୍ତୁ ଇସ୍ରାଏଲର ଦିନ ସମୂହ ସଂଖ୍ୟାତୀତ। ବିଜ୍ଞ ବ୍ୟକ୍ତି ସଜ୍ଜନ ମଧ୍ୟରେ ଶ୍ରଦ୍ଧାସ୍ପଦ ହେବ ଓ ତା'ର ନାମ ଚିରକାଳ ବ୍ୟାପୀ ଅବିନଶ୍ୱର ହେବ। ଆତ୍ମସଂଯମ। ହେ ମୋର ବତ୍ସ, ଜୀବିତ ଥିବା ସମୟରେ ତୁମ ଜୀବନ ଗତିକୁ ପରୀକ୍ଷା କର। ତାହା ପ୍ରତି ତାହା ଅନିଷ୍ଟ କର, ତାହାକୁ ତା ପ୍ରଦାନ କର ନାହିଁ। କାରଣ ସମସ୍ତଙ୍କ ପାଇଁ ସମସ୍ତ ବିଷୟ ଉତ୍ତମ ନୁହେଁ ଓ ସମସ୍ତ ବ୍ୟକ୍ତି ସମସ୍ତ ବିଷୟ ମଧ୍ୟ ଭୋଗ କରନ୍ତି ନାହିଁ। କୌଣସି ଭୋଗବିଳାସ ପାଇଁ ଲୋଲୁପ ଅଭିରୁଚି ପ୍ରଦର୍ଶନ କର ନାହିଁ ଓ ଭୋଜନ ପାଇଁ ଅମିତ ଲାଳସୀ ହୁଅ ନାହିଁ। କାରଣ ଅମିତ ଭକ୍ଷଣ ରୋଗ ଘଟାଏ ଓ ଅତ୍ୟାହାର ବୋମନେଥା ଜନ୍ମାଏ। ଅତ୍ୟାହାର ଯୋଗୁଁ ଅନେକ ମୃତ୍ୟୁମୁଖରେ ପଡ଼ନ୍ତି ଓ ଯିଏ ତାହା ତ୍ୟାଗ କରିବା ପାଇଁ ମନୋଯୋଗୀ ହୁଏ ସେ ଦୀର୍ଘାୟୁ ହେବ।